ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବେକାବୁ ଏଚ୍ଆଇଭି ଭୂତାଣୁ ହୁ ହୁ ହୋଇ ମାଡ଼ି ଚାଲିଛି। ଏହି ଭୟଙ୍କର ରୋଗ କେବଳ ସଂକ୍ରମଣ ବଢ଼ୁନି, ଅକାଳରେ ଜୀବନ ଝଡ଼ୁଛି। ବିଗତ 5 ମାସ ମଧ୍ୟରେ 15 ଜଣ ଏଡ୍ସ ଆକ୍ରାନ୍ତ ଆଖି ବୁଜିଲେଣି। ସେପଟେ ଏହି 5 ମାସର କାଳଖଣ୍ଡରେ 100 ଜଣ ଏଚ୍ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 10 ଜଣ ଗର୍ଭବତୀ ଥିବା ଜଣାପଡ଼ିଛି। ଉଦ୍ବେଗର ବିଷୟ, ଏଡ୍ସ ରୋକିବାକୁ ସରକାରଙ୍କ ମାଳମାଳ ଯୋଜନା, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ବ୍ୟାପକ ସଚେତନତା ସାଙ୍ଗକୁ କାମ କରୁଛନ୍ତି ସଂଖ୍ୟାଧିକ ଏନ୍ଜିଓ। ଏହା ସତ୍ତ୍ୱେ ସଂକ୍ରମଣ ଗତିରେ ବ୍ରେକ୍ ଲାଗୁନି, ବରଂ ଦ୍ରୁତ ଗତିରେ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ 2024-25 ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲାରେ 1,96,000 ଜଣଙ୍କୁ ଯୌନ ରୋଗ ସମ୍ବନ୍ଧରେ ପରାମର୍ଶ ଦେବା ସହିତ ସେମାନଙ୍କ ଏଚ୍ଆଇଭି ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 100 ଜଣଙ୍କ ଶରୀରରେ ଚିହ୍ନଟ ହୋଇଛି ଏଚ୍ଆଇଭି ଭୂତାଣୁ। ସଂକ୍ରମଣରେ ଅନୁଗୁଳ ବ୍ଲକ ରହିଛି ରେଡ୍ ଜୋନ୍ରେ। ଏହା ପଛକୁ ବଅଁରପାଳ, ତାଳଚେର ଓ ଛେଣ୍ଡିପଦା ବ୍ଲକରେ ସଂକ୍ରମଣ ବଢ଼ି ଚାଲିଛି, ଯାହାକି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଅନୁଗୁଳ ଜିଲ୍ଲାରେ ଗଣ୍ଡା ଗଣ୍ଡା ଶିଳ୍ପ କାରଖାନା ଓ ଖଣି ଖାଦାନ ରହିଛି। ବାହାରୁ ଶ୍ରମିକଙ୍କଠାରୁ ଆରମ୍ଭ କରି ଟ୍ରକ୍ ଡ୍ରାଇଭର ଓ ହେଲ୍ପରଙ୍କ ଆତଯାତ ବୃଦ୍ଧି ପାଉଛି। ଅପରପକ୍ଷରେ ଜିଲ୍ଲାରେ କିନ୍ନରଙ୍କ ସଂଖ୍ୟା ବୃଦ୍ଧି ଏଡ୍ସ ସଂକ୍ରମଣ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଜିଲ୍ଲାରେ 3,000ରୁ ଊର୍ଦ୍ଧ୍ୱ କିନ୍ନର ଚିହ୍ନଟ ହୋଇଛନ୍ତି, ଯାହା ରାଜ୍ୟରେ ସର୍ବାଧିକ। ଅନେକ କିନ୍ନର ଓ ଦେହଜୀବୀ ଟଙ୍କା ରୋଜଗାରର ସହଜ ପନ୍ଥା ଆପଣାଇଥିବାରୁ ପରିଶ୍ରମ କରି ଜୀବନ ଧାରଣ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି। ଜଣେ କିନ୍ନର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଜିଲ୍ଲାର ଅନେକ କିନ୍ନର ଏଚ୍ଆଇଭି ସଂକ୍ରମିତ। ସେମାନେ ଚିକିତ୍ସିତ ହେଉଥିଲେ ମଧ୍ୟ ଅନୈତିକ କାର୍ଯ୍ୟରୁ ନିବୃତ୍ତ ହେଉନାହାନ୍ତି। ସେମାନେ ମାରାତ୍ମକ ଭୂତାଣୁ ବାଣ୍ଟି ଚାଲିଛନ୍ତି। ଏଡ୍ସ ସଂକ୍ରମଣ ରୋକିବାକୁ ଯଦିଓ ସରକାରଙ୍କ ଅନେକ ଯୋଜନା ରହିଛି, ତୃଣମୂଳ ସ୍ତରରେ ତାହା ପହଞ୍ଚୁନି। କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇବାର କୌଣସି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରୁନି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କେବଳ ବିଶ୍ୱ ଏଡ୍ସ ଦିବସରେ ଏ ଦିଗରେ ତତ୍ପରତା ଦେଖାଉଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଏଡ୍ସ ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ ସାଜିଛି ସଂକ୍ରମିତ ସିରିଞ୍ଜ। ଜିଲ୍ଲାରେ ଯୁବପିଢ଼ି ବହୁମାତ୍ରାରେ ନିଶା ସେବନ କରୁଛନ୍ତି। ଗୋଟିଏ ଇଞ୍ଜେକ୍ସନରେ ଡ୍ରଗ୍ସ ନେବା ଦ୍ୱାରା ସଂକ୍ରମଣ ଆଶଙ୍କା ରହୁଛି। ଯୁବପିଢ଼ିକୁ ନିଶାଠାରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ସେହିପରି ଜିଲ୍ଲାରେ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି, ସେହି ଅନୁଯାୟୀ ଟେଷ୍ଟିଂ ଓ ସ୍କ୍ରିନିଂ କରାଯାଉନାହିଁ। ଟେଷ୍ଟିଂକୁ ସବୁ ସ୍ଥାନରେ ସୁବିଧାରେ ଉପଲବ୍ଧ କରାଇ ପାରିଲେ ସଂକ୍ରମଣ ରୋକାଯାଇ ପାରନ୍ତା ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଅପରପକ୍ଷରେ ଜିଲ୍ଲାରେ ଏଡ୍ସର ଗମ୍ଭୀରତାକୁ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକାର କରିଥିବା ବେଳେ ସାଧନ ଅନୁଯାୟୀ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ କହୁଛି। କାଉନ୍ସିଲିଂ ଓ ଟେଷ୍ଟିଂକୁ ଗୁରୁତ୍ୱ ଦେଇ 3ଟି ଏନ୍ଜିଓ କାମ କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱେଚ୍ଛାକୃତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ଏଡ୍ସ ଉପରେ ପରାମର୍ଶ ଦିଆଯିବା ସହ ରକ୍ତ ପରୀକ୍ଷା କରାଯାଉଛି ବୋଲି କୁହାଯାଇଛି।